ଲୋକସଭାରେ ମହିଳା ସଂରକ୍ଷଣ ବିଲ୍କୁ କଂଗ୍ରେସ, ବିଜେଡି ଓ ଇଣ୍ଡିପେଣ୍ଡେଣ୍ଟ ରନ୍ ବିରୋଧକୁ ନେଇ ରଣପୁର ଏନ୍ଏସି ପକ୍ଷରୁ ମହିଳା ମୋର୍ଚ୍ଚା ନେତୃତ୍ୱରେ ଗୁରୁବାର ଦିନ ଅପରାହ୍ନ ସମୟରେ ରଣପୁର ବସଷ୍ଟାଣ୍ଡଠାରୁ ପଞ୍ଚୁଦୋଳ ପଡ଼ିଆ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପଦଯାତ୍ରା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରମା ପାଢ଼ୀଙ୍କ ଝିଅ ଏଲି ପାଢ଼ୀ, ଜ୍ୟୋତ୍ସ୍ନା ରାଣୀ ନାୟକ, ଭୁବନେଶ୍ୱର ମହିଳା ମୋର୍ଚ୍ଚା ସଭାପତି ନିରୁପମା ଜେନା, ପୂର୍ବତନ କାଉନସିଲ ଭୁବନେଶ୍ୱର, ଅନୁସୟା ସାହୁ ଓ ବିଜେପିର ବହୁ କର୍ମୀମାନଙ୍କ ସହିତ ବହୁ ସଂଖ୍ୟାରେ ମହିଳା ଓ ସମସ୍ତ ଜୋନ୍ର ନେତାମାନଙ୍କ ସହିତ ମିଶି ହାତରେ ପ୍ଲଗ କାର୍ଡ ଧରି ପଦଯାତ୍ରା କରି ପଞ୍ଚୁଦୋଳ ପଡ଼ିଆଠାରେ ପ୍ରତିବାଦ ସଭା କରିଥିଲେ। ଏହି ପ୍ରତିବାଦ ସଭାରେ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପ୍ରତିବାଦ କରି ପୁନଶ୍ଚ ମହିଳା ସଂରକ୍ଷଣ ବିଲ୍କୁ ଲାଗୁ କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଶପଥ ନେବା ସହ କଂଗ୍ରେସ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।